এইটা হচ্ছে ଆମ ଗାଁର ନୂଆ ଟେକ୍ନିକ୍ ଯାହାକି ପାନିଆରେ ବ୍ଲେଡ୍ ଦେଇ ଝିକିବାର ବାଳ ଯାହାକି ସାଇଜ୍ ହୁଏ। ଏଇଟା ହଉଛି ଆମ ଗାଁର ଏୟାରକଟ୍ ବ୍ଲଗ। ଆପଣମାନଙ୍କୁ ଦେଖେଇବି, ଚାଲନ୍ତୁ ଏଇ ବ୍ଲଗକୁ ଷ୍ଟାର୍ଟ କରିବା। ହ୍ୟାଲୋ ଗାଇସ୍, ନମସ୍କାର। ପୁଣି ଏକ ନୂଆ ବ୍ଲଗରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ହେଲା ଗୋଟେ ଖାସ୍ ଦିନ, କାରଣ ମୋ ବାଳ ବହୁତ ବଢ଼ି ଯାଇଛି। ସେଇଟା ପାଇଁ ମୁଁ ଆଜି ଯାଉଛି ଆମ ଗାଁକୁ, ଆମ ଭଣଜା ସହିତ, କାରଣ କାଲିକି ବି ଯାତ୍ରା। ଆପଣମାନେ ସହରରେ କାଟିଥିବେ, ବଟ୍ ଆମ ଗାଁର ଫିଲ୍ ଭିନ୍ନ ପ୍ରକାର। ଦେଖନ୍ତୁ ଆମ ଗାଁ ଭାଇନାମାନେ କେମିତି କାଟୁଛନ୍ତି। ତାପରେ ମୋର ପାଳି ବାଳ କାଟିବାର। ଆମ ଦାଦାର କଟିଂ ସରି ଆସିଲାନି, ଏବେ ଆସିଗଲା ମୋ ପାଳି। ମୁଁ ବହି ପଡ଼ିଛି। ଆମ ଦାଦା ଏବେ ଚାରିପଟ ଦେଇକି ସାଇଜ୍ କରୁଛି। ଏବଂ ଆପଣମାନେ କେବେ କାଟିଥିଲେ କମେଣ୍ଟ କରନ୍ତୁ। ଗାଁରେ ଏବେ ଅଧା ପ୍ରୋସେସ୍ କାମ ହେଇଛି। ଏଇଟା ହଉଛି ଆମ ଗାଁର ନୂଆ ଟେକ୍ନିକ୍ ଯାହାକି ପାନିଆରେ ବ୍ଲେଡ୍ ଦେଇ ଝିକିବାର ବାଳ ଯାହାକି ସାଇଜ୍ ହୁଏ। ତ ଆପଣମାନେ ଦେଖିପାରୁଥିବେ ମୋତେ ଝିକୁଛି ଏବଂ ମୋତେ ବହୁତ ନିଦ ଲାଗୁଛି। ବାଳ କାଟିଲେ ମୋତେ ବହୁତ ନିଦ ଲାଗେ। ଆପଣମାନଙ୍କୁ ଯଦି ଏମିତି ନିଦ ଲାଗିଲେ କମେଣ୍ଟ କରିଦେବେ। ଏବେ ଆସିଗଲା ମୋ ଲାଷ୍ଟ ପ୍ରୋସେସ୍ ଯାହାକି ଉପରେ ବାଳ କଟା ହେଉଛି, ଯାହାକି ବହୁତ ବଢ଼ି ଯାଇଛି ନା, ତାକୁ ଏବେ କଟା ହେବ। ଆପଣମାନେ ଦେଖିପାରନ୍ତୁ, ଗୋଟେ ଲାଇକ୍ କରିଦେବେ, ଭୁଲିବେନି। ଏମିତି ନୂଆ ନୂଆ ବ୍ଲଗ୍ ଆଣିବା ପାଇଁ ଚେଷ୍ଟା କରିବି ଆପଣମାନଙ୍କ ପାଇଁ। ଏହି ବାଳ କାଟିବାର କାରଣ ହେଉଛି କାଲିକି ହେଉଛି ଆମ ଗାଁରେ ଯାତ୍ରା, ଯାହାକି ଆମ ଗାଁରେ ଗଦଗଦ ଯାତ୍ରା ନାଁରେ ଫେମସ୍। ଏବେ କଟା ହେଉଛି ଆମ ଭଣଜାଙ୍କୁ। ଏବେ ମୋର ଦେଖନ୍ତୁ ଫାଇନାଲ୍ ଲୁକ୍, ଏଇଟା ହେଉଛି ମୋ ଫାଇନାଲ୍ ଲୁକ୍। ସାଇଡ୍ କଟା ହେଉଛି। ଆପଣମାନେ ଦେଖିପାରୁଥିବେ। ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦେବେ, ଭୁଲିବେନି। ତାମିଲ ଛକ ଏ ସାଇଡ୍ ଯାତ୍ରା ହେବ। ଆମେ ସେ ସାଇଡ୍ ଦେଇ ଆସିଥିଲୁ, ସେ ସାଇଡ୍ ଦେଇ ଆସିଥିଲୁ। ଆମେ ଏବେ ଏ ସାଇଡ୍ରେ ଅଛୁ। ବୋଟିଂ କରିଦେଲୁ, ପୁଣି ସେ ସାଇଡ୍ ଗଲା, ପୁଣି ସେ ସାଇଡ୍ କାଟିଲି। ଆପଣମାନେ ଦେଖିପାରୁଥିବେ ଏ ସାଇଡ୍ ଯାତ୍ରା ହେବ କାଲିକି। ଆପଣମାନଙ୍କୁ ଦେଖାଇବି, ସେଇଟା ପାଇଁ କଟା ହେଲା ବାଳ। ଏବେ ମୁଁ ଗାଧା ପାଧା ହେଇ ଆସିଯାଇଛି। ଆପଣମାନେ ଦେଖିପାରୁଥିବେ ମୁଁ ମିରର୍ ଆଗରେ ଅଛି। ଏବେ ଆମ ଲୁକ୍ଟା ଦେଖିପାରୁଥିବେ କେମିତି ଅଛି ମୁଁ। ଏବଂ ଆଜିର ବ୍ଲଗ୍କୁ ଇନ୍ କରିବା ପାଇଁ ଚାହୁଁଛି। ଆପଣମାନେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଏବଂ ଜୟ ଜଗନ୍ନାଥ। ଆଜିର ବ୍ଲଗ୍କୁ ଇନ୍ କରିବେ। ବାଏ ବାଏ।